ଶ୍ରୋତା ବନ୍ଧୁ ସମ୍ପର୍କ ମାନେ ଆମ ଜୀବନ ଉପରେ ସେମାନଙ୍କ ନିଗିଡ଼ା ସ୍ନେହାଶିଷ ଓ ଆନ୍ତରିକତା ଢାଳି ଆମକୁ ପରିପୁଷ୍ଟ କରନ୍ତି। ସେହି ସମ୍ପର୍କ ଆମ ଅବଲମ୍ବନ ଓ ଆଶ୍ରୟ। ସେହି ସମ୍ପର୍କ ଠାରୁ ସାମାନ୍ୟ ଦୂରେଇଲେ ଜୀବନ ଖାଁ ଖାଁ ଅସାର ଓ ଅର୍ଥହୀନ ନିସଙ୍ଗ ମନେ ହୁଏ। ଶ୍ରୋତାବନ୍ଧୁ, ଲେଖକଟିଏ ଆତ୍ମାରେ ହୁଏତ ନିସଙ୍ଗତାକୁ ଭଲ ପାଇଥାଏ, ମାତ୍ର ପାରିବାରିକ ଓ ସାମାଜିକ ଚଳଚଞ୍ଚଳ ସ୍ଥିତି ତାକୁ ମାନସିକ ସ୍ତରରେ ନିଶ୍ଚିତ ଭାବରେ ସ୍ଥିରତା ଦିଏ ଓ ତାର ଲେଖନୀକୁ ସକ୍ରିୟତାର ଇନ୍ଧନ ଯୋଗାଏ, ବଞ୍ଚିବାକୁ ଆଗ୍ରହ ଦିଏ ଓ ଉଦ୍ଦୀପନା ମଧ୍ୟ ଦିଏ। ଆଜି ଆମେ ଏମିତି ଜଣେ କଥାକାରଙ୍କୁ ଶୁଣିବା ଯିଏ ନିଜ ପରିବାରର ବନ୍ଧନ ଭିତରେ କର୍ମ ଜଞ୍ଜାଳରୁ ମୁକ୍ତ ହେବା ନିମନ୍ତେ ଆଖି ବନ୍ଦ କରି ଘଡ଼ି ଦି ଘଡ଼ି ପାଇଁ ନିଜକୁ ଭୁଲିଯିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି। ଅତୀତ ମନସ୍କ ଏହି ଗାଳ୍ପିକ ଜଣକ ନିଜ ଅତୀତ ପାଖରେ ବାରମ୍ବାର ଋଣ ସ୍ୱୀକାର ମଧ୍ୟ କରନ୍ତି। ଆସନ୍ତୁ ତେବେ ଶୁଣିବା ଆମ ସମୟର ଜଣେ ଯଶସ୍ୱୀ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ, ପ୍ରାବନ୍ଧିକ ତଥା ସ୍ତମ୍ଭକାର ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କୁ। ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟ ଓଡ଼ିଆ ସାହିତ୍ୟର ଏକ ପରିଚିତ ନାମ। ଜଣେ ଯଶସ୍ୱୀ କବି ଭାବରେ, ଜଣେ କୃତବିଦ୍ୟ ଗାଳ୍ପିକ ଭାବରେ ସେ ଓଡ଼ିଆ ସାହିତ୍ୟର ପ୍ରତ୍ୟେକ ବିଭାଗରେ ନିଜର କୃତିତ୍ୱ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ସ୍ମୃତି ସଜଳ ତିକ୍ତ ମଧୁର ଅତୀତ ପ୍ରବଣତା ଓ ଦେଶଜ ଶବ୍ଦ ବସାଣରେ ତାଙ୍କ ପାରଦର୍ଶିତା ସ୍ୱତନ୍ତ୍ର। ସେ ବାରି ହୋଇ ପଡ଼ନ୍ତି। ଜଣେ ସୁବକ୍ତା, ଉପସ୍ଥାପକ ତଥା ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବରେ ଦୂରଦର୍ଶନ ଓ ସଭା ସମିତିରେ ତାଙ୍କୁ ସମସ୍ତେ ଖୋଜନ୍ତି ଏବଂ ସେ ସମସ୍ତଙ୍କ ଭିତରେ ନିଆରା ଭାବରେ ବାରି ହୋଇ ପଡ଼ନ୍ତି ଆଉ ବେଶ୍ ଚର୍ଚ୍ଚିତ ମଧ୍ୟ। ତାଙ୍କ ରଚିତ ପୁସ୍ତକ ଗୁଡ଼ିକ ମଧ୍ୟରେ ରହିଛି କିଛି ଗୀତିକଥା, କିଛି ପ୍ରୀତିକାବ୍ୟ, କିଛି ପ୍ରୀତି କବିତା ସଂକଳନ, ଗୀତି କବିତା, ଏକାଙ୍କିକା ଇତ୍ୟାଦି। ସେଗୁଡ଼ିକ ହେଲା ଟିକି ଶହୀଦ, ଅଧା ଘର ଅନ୍ଧାର, ପ୍ରୀତି ଗୀତି, ଶୋଇପଡ଼ ବୋଉ, ପ୍ରୀତି ଗୀତି, ପୁଣି ଥରେ ଆସନ୍ତନି, ବୁଢ଼ା ରଜା, ନୂଆ ଢଗଢମାଳି ଇତ୍ୟାଦି। ଗୋପାଳକୃଷ୍ଣ ଆଚାର୍ଯ୍ୟ ସମ୍ପ୍ରତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଡକ୍ଟର ଆଚାର୍ଯ୍ୟ ସମ୍ପ୍ରତି ରମାଦେବୀ ମହିଳା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଭାବରେ ଅବସ୍ଥାପିତ। ଶ୍ରୋତାବନ୍ଧୁ, ଆସନ୍ତୁ ତେବେ ଶୁଣିବା ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କର ଏକ ଚମତ୍କାର ସ୍ମୃତି ବିଜଡ଼ିତ ଗଳ୍ପ, ଯାହାର ଶୀର୍ଷକ ହେଉଛି ନନାଙ୍କ ସାଇକେଲ। ଗାଳ୍ପିକ ଗୋପାଳକୃଷ୍ଣ ଆଚାର୍ଯ୍ୟ। ନନା ବୋଧେ 22 ବର୍ଷ ବେଳକୁ ସାଇକେଲ ଶିଖିଥିଲେ। ଶିଖିବା ବି ଜରୁରୀ ଥିଲା, କାହିଁକି ନା ତାଙ୍କୁ ସରକାରୀ ଚାକିରି କରିବାକୁ ପଡ଼ିଥାନ୍ତା। ଦୂର ଦୂରାନ୍ତର ଚାଲି ଚାଲି ଯିବା ବଡ଼ କଷ୍ଟ ହୋଇଯାଇଥାନ୍ତା। ଆଉ ଗୋଟେ କାରଣ ହେଲା ତାଙ୍କ ସମୟ। ସେ ସମୟଟା ଜବର ମରଦପଣିଆର ସମୟ। ଘର ଉଠବସ ହବ କେବଳ ମରଦଙ୍କ କଥାରେ। ଯୋଉଠି ସ୍ତ୍ରୀଟିଏ ମାମଲତକାର ତା ଘରକୁ ଝିଅ ଦବ କି ତା ଘରୁ ଝିଅ ଆଣିବାକୁ ଲୋକଙ୍କର ପ୍ରାଣ ଭୟ ଓ ଯାଚ୍ଛା ତା ନାକ ଟେକା। ଯଦି କୌଣସି କଥାରେ ପୁରୁଷଟିଏ ତା ତିରିଲାଟି ସାହାଯ୍ୟ କରିବାକୁ ତା ତରଫରୁ ଦିପଦ ମୁହଁ ଖୋଲିଦିଏ, ତାହେଲେ ତ ରୋକଠୋକ ତା ଶାଶୁ ଚିଲେଇବ, କିଡ଼େ ମୁହଁଖର ଝିଅଟା ଏଲୋ, ତୁ ଏଇ ସଣ୍ଠଣା ଶିଖିଛୁ? ମିଡ଼ିପିକ ସଭାରେ ମାଇପେ ମୁହଁ ଗଳେଇଲେ ଏଗୁଡ଼ାକ ବେମୁରୁବା କଥା ନୁହେଁ ତ ଆଉ କ'ଣ? ଏଣୁ ଗାଁରେ ଭୋଜିଭାତ ହେଲେ ବି ମାଇପି ପଙ୍ଗତ ଭିନେ, ମିଣିପି ପଙ୍ଗତ ଭିନେ। ରାସ୍ତାରେ ଭାଇ ଭଉଣୀ ଯାଉଥିଲେ ବି ଉଭେ ମୁହଁରେ ବିଣ୍ଡା ଦେଇ ଚାଲିଥିବେ। ବାକି ଓଢ଼ଣା ଛୁଆଁ ଛୁଆଁ, ସବା ଶେଷକୁ ପଖାଳ ଲଙ୍କା ଲୁଣ ଲଗେଇ ଖିଆ, ଛଡ଼ା ଉଚ୍ଛିଷ୍ଟ ଖିଆ। ଏସବୁ କଥା ତ ନାରୀବାଦୀ ଏ ଭଲ କି ଜାଣନ୍ତି। ଅଧିକ ଆଉ କ'ଣ ବଖାଣିବି?
ନନା କାଳେ 22କୁ ବୋଉର 13 ବରଷ। ସଂସାର କଲାବେଳକୁ ନନାଙ୍କୁ ବୁଢ଼ା ବୁଢ଼ା ବୋଲି ଦୁନିଆ ହା ହଲ୍ଲା ଚହଳ ଶୁଣିବାକୁ ମିଳିଛି। କିଶୋରୀ ଅବସ୍ଥାରେ ବୋଉକୁ ଏସବୁ କାନ କୁହା ଟୁପୁରୁ ଟାପର ଅସୁଖ ଲାଗିବା ସ୍ୱାଭାବିକ। ଏଣୁ ବୋଉ କାଳେ ନନାଙ୍କୁ ନାକ ଟେକୁଥିବ ବୋଲି ନନାଙ୍କର ବହୁତ ଆଶଙ୍କା ଥାଏ। ଏ କଥା ଖୋଲାଖୋଲି ନନା ବୁଢ଼ାକାଳେ ବି ଆମମାନଙ୍କ ଆଗରେ ଅନର୍ଗଳ ଗପନ୍ତି। ବଡ଼ ନିଛଳିଆ ନିଖଳିଆ ମଣିଷଟେ। 10 ପଦ କିଏ କହିଲେ ସେଇ ଛୁଣି ମୁହଁ ଫୁଲେଇବେ, ଆର ଓଳି ତା ପଛରେ ଗୋଡ଼େଇବେ। କେବଳ ତାଙ୍କ ଅଭିମାନ ଓ ଆଡ଼ରୁଷା ଥାଏ ବୋହୂ ଉପରେ। ଏଣୁ ନିଜର ଅପାରଗପଣ ନ ଦେଖେଇବାକୁ ବହୁତ ଚେଷ୍ଟା କଲେ ନନା। ସାଇକଲଟିଏ ପହିଲି ମହାରାଣାଙ୍କ ଠାରୁ ଆଣି ଚଲେଇବାକୁ ଚେଷ୍ଟା କଲେ। ଡେଙ୍ଗା ମଣିଷଟିଏ ନନା, କନ୍ଦିଗଳା ତ କରିପାରିବେନି। ସିଧା ବସିଲେ ସାଇକଲ ସିଟରେ। ପହଲି ମହାରଣା ଆକଟିଲେ, ଆରେ ବାବୁ, ଆଗ ହେଣ୍ଡେଲ ସିଧା କରି ଗଡ଼େଇ ଶିଖ, ତାପରେ ସିଟରେ ବସିବ। ନନା କାଳେ ସିଟ୍ ଆରୋହଣ କରିବା ପାଇଁ ଢେର ଦିନ ଲଗେଇଦେଲେ। ସାଇକଲ ଚଲଉ ଚଲଉ ଦଡ଼ଭୁସ୍ ହେଇ ପଡ଼ି ବହେ ଖଣ୍ଡିଆ ମାଣ୍ଡିଆ ଲହୁ ଲୁହାଣ ହେଲେ। ପଛକେ ଥୋକେ ତାଳି ମାରି ଠସିଲ କଲେ। ବିଚରା ମହାରଣାଏ ବଡ଼ ତକଲିଫରେ ନନାଙ୍କୁ ଏ ବିଦ୍ୟାଟି ଶିଖେଇଲେ। ଏଣୁ ସେ ନନାଙ୍କର ସାଇକଲ ଗୁରୁ ବନିଗଲେ। ମୁଁ ହେତୁ ପାଇବା ପରଠୁ ନନାଙ୍କ ସାଇକଲ ପଛରେ ବସିନି। ସେତେବେଳେ ସାଇକଲ ଚଲେଇବା ମଣିଷ କମ୍ ଥାନ୍ତି। ଆମେ ଅଷ୍ଟମ କିଲାସରେ ପଢ଼ିବା ବେଳକୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଗୋଟିଏ ବିଭାଗ ରହୁଥିଲା, ସ୍ଲୋ ସାଇକଲ ରେସ୍। ସାଇକଲର ବ୍ରେକ୍ ଖୋଲି ଦିଆଯାଉଥିଲା। ଦେଖାଯାଉଥିଲା କିଏ ନିର୍ଦ୍ଦିଷ୍ଟ ରାସ୍ତାରେ ସର୍ବାଧିକ ମନ୍ଥର ଗତିରେ ସାଇକଲ ଚଲେଇ ପାରୁଛି। ଏଇଟି ତେଣୁ ବିପରୀତାଭିମୁଖୀ କ୍ରୀଡ଼ା ଦୌଡ଼ ଥିଲା। ଯିଏ ସବା ପଛରେ ରହିବ ସେ ଫାଷ୍ଟ। ଏମିତି ବି ଆମ ଗାଁ ପାଖ ଗଜରାଜପୁର ପଡ଼ିଆରେ ଜଣେ ଶ୍ରେଷ୍ଠ ସାଇକେଲ ଚଳାଳି 7 ଦିନ ଧରି କାଳେ ସାଇକେଲରେ ଖାଉଥିଲା ଶୋଉଥିଲା। ଏହି ଦୃଶ୍ୟକୁ ଦେଖିବା ପାଇଁ ଆମେ ଆଖପାଖର ବହୁତ ମଣିଷ ସେ ପଡ଼ିଆରେ ଜମା ହେଇଥିଲୁ। ପିଲାଦିନେ ହେଣ୍ଡେଲରୁ ହାତ ଛାଡ଼ି କେବଳ କଟିର ଦୋଳନରେ ଆମେ ସବୁ ସାଇକେଲ ଦୌଡ଼ କରିଛୁ। କ୍ୟାରିୟରରେ ଜଣକୁ ବସାଇ ଅନ୍ୟ ଜଣକୁ ସାଇକେଲ ରଡ଼ରେ ବସାଇ ଡବଲ ପେଡାଲ ସାଇକେଲ ଚଲାଉ। ପଛରେ ବସେଇବାର ସମତୁଲାଭାଂଶ ଏତେ ଶୀଘ୍ର ଆସେନା। ଏଣୁ ଆଗ ରଡ଼ରେ ବହୁତ ଦିନ ଯାଏ ଆମେ ବସୁ ଏବଂ ସହଯାତ୍ରୀଙ୍କୁ ବସାଉ। ଆମର ପ୍ରାଥମିକ ଶିକ୍ଷା ଶୈଶବର କନ୍ଦିଗଳାରୁ ଆରମ୍ଭ ହୋଇ ହପିଂରେ ହାଣ୍ଡିରେ ଗୋଡ଼ ଦେଇ ସିଟ୍ରେ ବସି ସାଇକେଲ ଚଳାଇବା ଓ ପରେ ଉଚ୍ଚତା ପାଇଗଲା ପରେ ସିଧାସଳଖ ସିଟ୍ରେ ବସିବାରେ ପରିପୂର୍ଣ୍ଣତା ଆସେ। ଆମେ ଆଶ୍ଚର୍ଯ୍ୟ ହେଉ ଦହିବରା ଆଳୁଦମବାଲାର ଏହୁଁ ଏହୁଁ ଡେକ୍ଚି ଓ ମନୋହାରୀ ଫେରିବାଲା ଓ କଚେରାର ହେଣ୍ଡେଲ ନିୟନ୍ତ୍ରଣ କରିବାର ଚରମ କୁଶଳତାକୁ ଲକ୍ଷ୍ୟ କରି। ନନା ସାଇକେଲ ଚଲେଇଲେ ଭାରି ଡର ଡର। ଗୋଟିଏ ହେଣ୍ଡେଲ ଛାଡ଼ି ବି ସେ କେବେ ସାଇକେଲ ଚଲାଇ ନଥିବେ। ଗାଡ଼ିର ଗତି ଅତି ବେଶୀରେ ଘଣ୍ଟାକୁ 15 ଥିବ। ସାଇକେଲ କ୍ରାଙ୍କରେ ଧୋତି ପଶି ନନାଙ୍କୁ ବଡ଼ ହରକତ କରାଉଥିବ। କେଁ କଟର ଚାଲୁଥିବ ସାଇକେଲ। ନନାଙ୍କ ଉଞ୍ଚା ସାଇକେଲ କକେଇ ତାଙ୍କ MVI ଚାକିରି ଆରମ୍ଭରେ ନନାଙ୍କ ପାଇଁ ରାଲେ ସାଇକେଲଟେ ଦେଇଥିଲେ। ତାହା ଚୋରି ହୋଇଗଲା। ଆଉ ଗୋଟେ ହମ୍ବର ବି ଚୋରି ହେଇଗଲା। ମୁଁ ହେତୁ ଲଭିଲା ବେଳକୁ ନନାଙ୍କର ଗୋଟିଏ ଆଟଲାସ ସାଇକେଲ ଥାଏ। ଗୋଟିଏ ଦାଢ଼ିଆ ବୟସ୍କ ହଟାକଟା ଫୁଙ୍ଗୁଳା ମଣିଷଟିଏ ଗ୍ଲୋଭ୍ ମୁଣ୍ଡେଇ ଥାଏ। ମଡଗାର୍ଡ଼ରେ ଏଇ ଚିତ୍ରଟି ଦେଖିଲେ ବଡ଼ ଖୁସି ଲାଗେ। ତଥାପି ଏହା ରାଲେ ବା ହମ୍ବର ସହ ତାଳ ଦେଇ ପାରେନା। ଆଟଲାସ ସାଇକେଲ ଗରିବ ମଳିମୁଣ୍ଡିଆର ସାଥୀ, ମେହନତି ମଣିଷର ସାଥୀ। ଏଥିରେ ସିମେଣ୍ଟ ବସ୍ତା ରଡ଼ ତ୍ରିଭୁଜ ଭିତରେ ରଖି ବୋହି ହେବ। ଧାନ କଳକୁ ଭାର୍ଜନ ବସ୍ତା ମଝିରେ ଓ କ୍ୟାରିୟରରେ ରଖି ବୋହି ହେବ। ଏହାର ଚକ ମୋଟା ବୋଦକା। ଏଣୁ ଘୋଡ଼ା ହେବାକୁ ଏହା ଜନ୍ମରୁ ଅସମର୍ଥ। ଗଧ ଓଟ ଏହାକୁ ଏହାର ଭାଗ୍ୟ। ଗଧ ଓଟ ହେବାକୁ ଏହାର ଭାଗ୍ୟ। ନନାଙ୍କ ଏହି ସାଇକେଲଟି ଏମିତି ଅନେକ ବୋଝ ବୋହିଛି, ଥକିନି। ଚେନ୍ ଢିଲା ହୋଇ ଖସିଯାଇଛି, ପୁଣି ଚେନ୍ କ୍ରାଙ୍କରେ ଲଗାଇ ନନା ଚଲେଇଛନ୍ତି। କଦବା କେମିତି ଏ ସାଇକେଲ ଧୁଆ ହୁଏ। ନନାଙ୍କ ବ୍ୟସ୍ତବହୁଳ ଦିନଚର୍ଯ୍ୟାରେ ସେ ନିଜେ ତ ଭଲ କରି ସଫା ହୋଇପାରନ୍ତିନି। ସାଇକେଲ କଥା କିଏ ପଚାରେ। ମୋର କୈଶୋରରେ ନନାଙ୍କ ତାଗିଦରେ ଥରେ ଅଧେ ପାଣି ମୁହଁକୁ ଛେଳି ଗଲା ପରି ଯାଇ ପାଣି ବାଲ୍ଟି ପୋଖରୀରୁ ଆଣି ଥୋଇଥିବି, ଚିରା ଧୋତିକନାରେ ପୋଛିଥିବି। ଅବଶ୍ୟ ସାଇକେଲ ପମ୍ପ ମାରିବାର ବୀରତ୍ୱକୁ ମୁଁ ହାତଛଡ଼ା କରେନା।
ଆମ ଘରେ ଗୋଟିଏ ପମ୍ପ ଥିଲା। ଗୋଟିଏ ଝଡ଼ ଅନ୍ଧାର ରାତିରେ ଅଇଁଠା ପିତ୍ତଳ କଂସା ବାସନ ହଣ୍ଡା ଗରା ମର୍ଫି ରେଡ଼ିଓ ଏମିତିକି କଦଳୀ କାନ୍ଦି ସହ ପମ୍ପଟି ଚୋରି ହେଇଗଲା। ଅଗତ୍ୟା ପାଖ ସାଇକେଲ ଦୋକାନ ଯାଇ 25 ପଇସା ଦେଲେ ପମ୍ପ ମାରିବାର ସୁଯୋଗ ମିଳିଲା। କେବେ କେବେ ପେଡାଲର ନଟ୍ ଗଳିଗଲେ ନଟ୍ ଭିଡ଼ିବା ଆଳରେ ମାଗଣାରେ ପମ୍ପ ଦେବାର ସୁଯୋଗ ବି ପାଇଯାଇଥାଉ। ପରେ ଯୁବକ ଅବସ୍ଥାରେ ଏ କାମ କରିବାକୁ ଲାଜ ମାଣିଲା ଦୋକାନୀ ଆମ ବାବୁପଣ ଦେଖି ଗୋଟିଏ ତାଚ୍ଛଲ୍ୟ ନଜର ପକେଇ ସାଇକେଲ ପମ୍ପ ଦେଇ ସେ ବାବଦକୁ ଆଉ 25 ପଇସା ଦାବି କଲା। ଗୋଟିଏ ଫିଲ୍ମରେ ମହାଶ୍ୱେତା ରାୟ ମ୍ୟାଡାମ ସାଇକେଲ ପମ୍ପ ମାରୁଥିବାର ଦେଖି ଆମେ ଟୋକାଏ ଦିନ କେତେ ପମ୍ପ ମାରିବାକୁ ହିରୋଗିରି ବୋଲି ଧରିନେଲୁ। ସେମିତି ଯେବେ ଲୁନା ସ୍କୁଟର ମୋଟରସାଇକେଲର ଚାହିଦା ଆସିଲା ସେତେବେଳେ ଅମିର ଖାଁ ପରି ଚକୋଲେଟ ହିରୋଙ୍କ ସାଇକେଲ ଚଲାଇବା ଆମ ଭଳି ଗରିବାରୋହୀଙ୍କୁ ଗୌରବ ଆଣିଦେଇଥିଲା। ଆପଣ କହିପାରନ୍ତି ଯେ ଜଗା ହାତରେ ପଘାରେ ବିଜୟ ମହାନ୍ତିଙ୍କ ଶଗଡ଼ ଚଲାଇବି ଆମକୁ ପ୍ରେରଣା ଦେଇଥାଇପାରେ। ହେଲେ ଶଗଡ଼ଟେ ଯୋଗାଡ଼ିବା କ'ଣ କମ୍ କାଠିକର ପାଠ? ଖାସ୍ ଏଇଥିପାଇଁ ଚାରିବାଟିଆ ଶିବାଦାଦୀଙ୍କ ଶଗଡ଼ରେ ବସି ତଲେଇ ତଳେ ଶଗଡ଼ରେ ନଡ଼ା ବିଛେଇ ତା ଉପରେ ସପ ପକେଇ ଆମେ କି କଲ୍ଲୋଳରେ ହାଟ ବଜାର ଅଲକାହଲକୁ ଓଡ଼ିଆ ଫିଲ୍ମ ଦେଖିବାକୁ ଯାଉ। ତଳେ ନଲଟନ୍ ଝୁଲୁଥାଏ। ଦାମୁଡ଼ି ଗଳାର ଗଳଘଣ୍ଟି ଟନ୍ ଟନ୍ ଶୁଭୁଥାଏ। ଶିବାଦିର ଟାକରା ଫୁଟା ସହ ନାନାଦି ଘମା ଘୋଟିଆ କମକୁଟିଆ ଘନ ଘଟିଆ ନଟଖଟିଆ ଗପ ପିଢ଼ି ମେଲା ହୋଇଥାଏ। ଆମେ ଛୁଏ ଅଧା ବାଟରେ ଗହମ ନିଦ ଯାଇଥାଉ। ନନାଙ୍କ ସାଇକେଲ ଆଟଲାଷ୍ଟ ପହଞ୍ଚିବା ପରେ ଆଉ ଚୋରି ହେଇନି। ନହେବାର କାରଣ ଥିଲା ଏହାକୁ ଚଲେଇବାର ଆୟାସ ସାଧ୍ୟତା। ସେମିତି କସରତ ନ କଲେ ସେ ସାଇକେଲ ଚକଟେ ଗଡ଼େନି। ନନା କିନ୍ତୁ ସ୍ୱଭାବ ସୁଲଭ ଢଙ୍ଗରେ ତାକୁ ଚଲେଇ ନିତି ଜଗତସିଂହପୁର ବଜାର ଯାଆନ୍ତି। ଡହ ଖରାରେ ଏସଡିଓ କୋର୍ଟର ଆମ୍ବ ଗଛ ମୂଳେ ନବନିର୍ମିତ ଘରର ଦକ୍ଷିଣା ପବନରେ ଆରାମ ନିଦଟେ ଶୋଇ ଛାଇ ଲେଉଟାଣିକୁ ଘରକୁ ବାହୁଡ଼ନ୍ତି। ବେଳେବେଳେ କୈଳାସ ମାଟିଆଙ୍କ ବିଶ୍ୱନାଥ କ୍ୟାଣ୍ଟିନରେ ତାଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ବାସନରେ ରସଗୋଲା ଦୋଟି ଗୁରୁଦକ୍ଷିଣା ସ୍ୱରୂପ ପାଟିରେ ପକେଇ ହାଉଲେ ହାଉଲେ ସଞ୍ଜକୁ ଘରକୁ ଫେରନ୍ତି। ସାଇକେଲକୁ ଦେଖିଲେ ମନେ ପଡ଼ିଯାଆନ୍ତି ନନା। ନିରନ୍ତର ବୋଝ ବୋହି ଚାଲିଥିବା ମଣିଷ ଓ ଯନ୍ତ୍ର ଭିତରେ ଏମିତି କେତେ ପାର୍ଥକ୍ୟ ଅଛି କି? ନନା ସବୁବେଳେ ଆଗକୁ ଝୁଙ୍କିକି ସାଇକେଲ ଚଲାନ୍ତି। ପଛ ପଞ୍ଜାବିଟିର ଧାର ଚାପି ହୋଇ ଆଗକୁ ପଡ଼ିଥାଏ। ଟିକିଏ ଓଲଟା ପବନ ଧଇଲେ ନନାଙ୍କ ଶରୀରର ଦୋଳନ ବେଶୀ ବଢ଼ିଯାଏ। ନନା ବୋଧେ ଏଇଥିପାଇଁ ସିଧା ସାଇକେଲ ଚଲାଉଥିବା ମଣିଷମାନଙ୍କୁ ଭାରି ଆଦର କରନ୍ତି। ତାଙ୍କ ବକ୍ର ଭଙ୍ଗୀର କମତି ଅନ୍ୟମାନଙ୍କଠାରେ ଦେଖି ସେ କ୍ରୋଧାନ୍ୱିତ ହୋଇଯାଆନ୍ତି। ନନା ଓ ବାପା ଅର୍ଥାତ୍ ମୋ ଜେଜେ ବାପା 3:30 ବେଳ ପାଖାପାଖି ଆମ ଉତ୍ତର ପାଖ ଅଣଓସାରି ଦାଣ୍ଡରେ ବସି ସଡ଼କ ଆଡ଼କୁ ଅନେଇଥାନ୍ତି। ସଡ଼କର ବାଙ୍କଠି ଜଣେ କିଏ ସିଧା ସାଇକେଲ ମୋଡ଼ି ଆସିଲେ ସେ ମୋ କଲେଜ ଫେରନ୍ତା ସମୟ ବୋଲି ଧରି ନିଅନ୍ତି। ନନା ବାପା କଥା ହେଉଥାନ୍ତି। ଦେଖିବ ଯଦି ଆମ ଟୋକାକୁ ଦେଖ, ସଳଖେ ବସିଛି, ଦାଣ୍ଡରେ ପେଡାଲ ମାରୁଛି, ଆଉ ବିରିଣାକୁ ଦେଖିବ ବୋରା ବୋରି ପେଟେଇ ପଡ଼ିଥିବେ ରଡ଼ ଉପରେ, ଯେମିତି ହନୁମାଙ୍କଡ଼ ଗଛ ଚଢ଼ୁଛି ସେ। ନନା ବୋଧେ ପରିବାରଟିକୁ ସଳଖିବାକୁ ସବୁବେଳେ ଲାଗି ପଡ଼ିଥାନ୍ତି। ନିୟମବାଜି କାମ ତାଙ୍କର। ଟିକିଏ ଓଲମ ବିଲମ ହେଲେ ଦୁର୍ବାଶା। ଏପରିକି ନିଜ ବାପାକୁ ଛାଡ଼ିବେନି। ଅଭାବୀ ପରିବାର ତାଙ୍କର ପିଲାଦିନର। ଏଣୁ ଏକମାତ୍ର ଭଉଣୀ ଦୋଳି ଖେଳିଥିଲା ଓ ସାନ ଭାଇ ଜାତ ଦେଖିବାକୁ ଯାଇଥିଲେ ବୋଲି ମନ ଇଚ୍ଛା ମାଡ଼ ତାଙ୍କଠାରୁ ଖାଇଛନ୍ତି ବୋଲି ସେ ଆମମାନଙ୍କ ଆଗରେ ବହୁବାର କୋହ ତଥା ଅନୁଶାସନର ସ୍ୱରରେ କହିଛନ୍ତି। ଖରାବେଳେ ଶୋଇବା ବି ତାଙ୍କ ଆଖିରେ ଯାଇନି। ଭୋର 4ଟାରୁ ଉଠନ୍ତି ସେ, ମୋତେ ଦାଣ୍ଡରେ ବସାଇ ଫଳା ବୋଲିବାକୁ କହନ୍ତି। ମୁଁ ସଅଳ ସଅଳ ମନେ ରଖିଥିବା କିଛି ମନ୍ତ୍ର ଶ୍ଲୋକକୁ ଘୁମେଇ ଘୁମେଇ ବୋଲିବା ଆରମ୍ଭ କରି ତାଗିଦରେ ସେ ଘୁମ ବି ଚିଲା ମାରି ପଳାଏ। ଚିଲେଇକି ମୁଁ ସାଇବାଲାଙ୍କୁ ପାହାନ୍ତି କୁଆ, କୋଇଲି ଓ କୁକୁଡ଼ାଙ୍କ ସହକର୍ମୀ ବନି ଉଠାଏ। ଦରଶନ ଦିଅ ସତୀ ରାତି ପାହିଲା। ବୋଉ ନନାଙ୍କ ଧାରାରେ କେବେଠୁ ପଡ଼ିସାରିଥାଏ। ସେ କେତେବେଳେ ଖାଏ, କେତେବେଳେ ଶୁଏ, କେତେବେଳେ ଦାନ୍ତ ଘଷେ, ପୋଖରୀ ପାଣି ଯାଏ ଆମେ କେହି ଜାଣୁନା। କାମ 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 ହେଇ ଯମ ବି ପଶିପାରେନା ବୋଉ ହତାକୁ। ଢମ ତ ଆମ ପରିବାରରେ ମୋଟେ ନଥାଏ। ଆମେ ସମସ୍ତେ ରୋକଠୋକିଆ। ଗଛରୁ ପଡ଼ିଲା ମଲା, କଥାରେ କାମରେ ଛଦ୍ମ ନାହିଁ। ଠିକ୍ ଏମିତି ଥିଲେ ଆମ କକେଇ। ତାଙ୍କ ପରିବାର ସ୍ୱଚ୍ଛଳ ଥିଲେ ମଧ୍ୟ ସାନ ବୋଉ ଥିଲେ ଗୋଟିଏ ମେସିନ୍। ପିଲାମାନେ ଦାମୀ ସାର୍ଟ ପ୍ୟାଣ୍ଟ ପିନ୍ଧିବା, କାହା ସହ ଫୁଟାଣିରେ ପ୍ରୌଢ଼ୀ ମାରିବା ବା ମିଛ ଛଳନା କରିବା କେହି ଜାଣିନଥିଲେ। ଏଯାଏ ବି ତାଙ୍କ ପିଲାମାନେ ଜାଣିନାହାନ୍ତି। ଅବଶ୍ୟ ଏବେକୁ ବୟସ, ପରିବେଶ ଓ ବ୍ୟାଧି ଆଦି ଆଳସ୍ୟ ଆଡ଼କୁ ଟାଣି ପାରିଥାଏ, କିନ୍ତୁ ଛଦ୍ମ ଛଳନା ବଡ଼ିମାପଣ ଆମ ପରିବାରରେ ପ୍ରାୟ ନାହିଁ। ଦେଖାଯାଉ, ଭବିଷ୍ୟତ କିଏ ଦେଖିଛି। ନନା ମୋତେ ସାଇକେଲ ଶିଖେଇ ନଥିଲେ ମଧ୍ୟ ନନାଙ୍କ ପୁରୁଣା ସାଇକେଲ ମୋ ପାଇଁ ଥିଲା ଶିକ୍ଷା ସହାୟକ।
ସେଇଥିରେ ମୁଁ କନ୍ଦି ଗଳା ଶିଖିଛି। ବରଷେ 2 ବରଷ ଏମିତି ରଡ଼ ସନ୍ଧିରେ ପେଟେଇ ପେଟେଇ ଶେଷରେ ଦାସ ଘର ପ୍ରେମ ନନାଙ୍କ ଠାରୁ ଦିନକରେ ସିଟ୍ ଉପରକୁ ଉଠିବା ଶିଖିଗଲି। ସପ୍ତମକୁ ସାଇକେଲ କୋର୍ସ ଶେଷ। ଯେତେବେଳେ ମୋର ଅଷ୍ଟମ ଶ୍ରେଣୀ ହେଲା ସେତେବେଳେ ନନାଙ୍କ କୃପା ପ୍ରାର୍ଥୀ ହେଲି। ନନାଙ୍କ ଦୟାରୁ ଅଧେ ଦିନ ସାଇକେଲ ଚଲେଇ ଅଲଣାହାଟ ହାଇସ୍କୁଲ ଯାଏ। ସାଙ୍ଗରେ ଥାଏ ମିଶ୍ର ଘର ବାବୁନି, ମୋର ବାଲ୍ୟସାଥୀ, ଯେ କି ଭାରତୀୟ ଦୂରସଞ୍ଚାର ନିଗମରେ କର୍ତ୍ତବ୍ୟରତ ଉଚ୍ଚ ପଦାଧିକାରୀ ଭାବେ ଏବେ ଆସାମରେ ଅବସ୍ଥାପିତ। ସାଇକେଲ ଶିଖି ନଥାଏ ସେ। ତାକୁ ସାଇକେଲ ରଡରେ ବସାଇ ନେବାରେ ମୋର ପ୍ରଚୁର ପୁରୁଷପଣିଆ ବିକଶିତ ହେଉଥାଏ। ଆଗୁଆ ପବନ ଧଇଲେ ସେ ଓହ୍ଲେଇ ପଡ଼େ। ମୁଁ ଓହ୍ଲାଇ ସାଇକେଲ ଗଡ଼ାଏ। ଅନେକ ଦିନ ଯାଏ ମୁଁ ଏହାର ବ୍ରେକ୍ ବୋଲି ଜିନିଷ ସମ୍ପର୍କରେ କିଛି ଜାଣିନଥାଏ। ବଡ଼ ବଡ଼ ଗଛର ସିଅ ଉଚ୍ଚ ପିଣ୍ଡା ଦେଖି ମୁଁ ଗାଡ଼ି ଅଟକେଇ ଦିଏ। ଏ ପାଠଟି ମୋତେ ନନା ପଢ଼େଇଥିଲେ। ହ୍ୟାଣ୍ଡେଲ ତଳେ ଯୋଉ ସରୁ ଲୁହାଟି ଅଛି ତାକୁ ଚିପି ଦେବାକୁ ସୂଚାଇ ଦେଇଥିଲେ। ସେଦିନ ମୁଁ ଖୁସି ହୋଇନଥିଲି, ବରଂ କେତେ ମୂର୍ଖ ବୋଲି ନିଜକୁ ବହେ ଗାଳି କରିଥିଲି। ନନା ତାଙ୍କ ସାଇକେଲ ପଛରେ କେବେ କାହାକୁ ବସେଇ ନଥିବେ, ଏହାର କାରଣଟି ଥରେ ବୋଉ ମୋତେ କହିଥିଲା। ମୁଁ ପିଲାଟେ ହୋଇଥାଏ, 5 ବରଷ ପାଖାପାଖି। ନନା ସାଇକେଲ ଷ୍ଟାଣ୍ଡ ମାରି କାହା ସହିତ ଗପୁଥାନ୍ତି। ପଛରେ କ୍ୟାରିୟରରେ ମୁଁ ବସିଥାଏ। ନନା କଥାରେ ଏତେ ମଜି ଯାଇଥାନ୍ତି ଯେ ସାଇକେଲକୁ ହଲାଇ ମୁଁ ତଳେ ପଡ଼ିଗଲି। ସେ ଜାଣିନାହାନ୍ତି। ତଳେ ସାଇକେଲ ତଳେ ଚାପି ହୋଇ ମୁଁ ବହୁ ଜୋରେ କାନ୍ଦୁଥିଲି। ନନା ନିଜକୁ ଅପରାଧୀ ମନେକରି ମୋତେ ଉଦ୍ଧାର କଲେ ସାଇକେଲ ତଳୁ। ପିଚୁରେ ପଡ଼ି ମୋ ଦେହ ହାତ ଖଣ୍ଡିଆ ହୋଇଯାଇଥାଏ, ମୁଣ୍ଡରୁ ରକ୍ତ ବାହାରୁଥାଏ। ନନା ମେଡିକାଲ ନେଇ ଚିକିତ୍ସା କଲେ, ମୁଁ ଭଲ ହୋଇଗଲି। ସେଇଦିନଠୁ ସେ ପଛରେ କାହାକୁ କେବେ ବସାଇ ନାହାନ୍ତି। ମୁଁ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ସ୍ତରରେ ବୃତ୍ତି ପାଇଥିଲି। ମୋତେ ନେଇ ଜଗତସିଂହପୁର ସହରକୁ ଯିବାକୁ ପଡ଼େ ବୃତ୍ତି ପରୀକ୍ଷା ଦେବାକୁ ଓ ପଇସା ଆଣିବାକୁ। ଅନେକ ସମୟରେ ମୋର ପୂଜ୍ୟ ଗୁରୁ ଭାସ୍କର ସାର୍ଙ୍କୁ ମୋତେ ନେଇଯିବାକୁ ଅନୁରୋଧ କରିଛନ୍ତି। ଥରେ ଅଧେ ବିସି ସାର୍ ଓ ବଢ଼େଇ ଘର ଚଇତାଦି ମୋତେ ନେଇଥିବେ। ଆମକୁ ପାଠ ପଢ଼େଇବାକୁ ଆମ ଗାଁର ଠୁକୁରା ଭାଇନା, ଯିଏକି ପ୍ରଫୁଲ୍ଲ ସାର୍, ଆମ ଘରକୁ ଆସନ୍ତି। ତାଙ୍କ ସାଇକେଲ ଚିକି ଚିକି ମାରୁଥାଏ। ହ୍ୟାଣ୍ଡେଲର ମୁଠିଆରୁ ଫୁଲ ଝରା ଝୁଲୁଥାଏ। ଡାଇନାମୋ ଲାଗିଥାଏ। ଚକ ଭିତରେ ଫୁଲ ଲାଗିଥାଏ। ନୂଆ ବୋହୂଟିଏ ପରି ଦିଶୁଥାଏ ତାଙ୍କ ସାଇକେଲ। ସେମିତି ସାଇକେଲଟେ ଭବିଷ୍ୟତରେ କିଣିବି ବୋଲି ମୋର ଭାରି ଇଚ୍ଛା ଥାଏ। କିଣିଲି ମଧ୍ୟ। ବିଏସ୍ଏ କମ୍ପାନୀର ସାଇକେଲଟି ନୂଆ ନୂଆ ଅଧ୍ୟାପନା କାଳରେ ସଜେଇଥିଲି। ସିଟ୍ କଭର ବି ଗଦିଯୁକ୍ତ ହୋଇ କ୍ୟାରିୟର ଆଡ଼କୁ ଓହଳି ପଡ଼ିଥାଏ। ଷ୍ଟିଲ୍ ଫର୍କ ଗାର୍ଡ ଓ ଷ୍ଟେଡ୍ ବି ଆଗରେ ଲାଗିଥାଏ। ପଛରେ ଷ୍ଟିଲ୍ କ୍ୟାରିୟର, ମଷ୍ଟଗାର୍ଡ, ଷ୍ଟେ ସବୁ ବିଭବ ମୁଁ ସାଇକେଲରେ ଖଞ୍ଜି ଦେଇଥାଏ। ରାସ୍ତାରେ ଯିଏ ଯାଏ ସେ ମୋ ସାଇକେଲକୁ ଟିକେ ଆଖି ପକେଇ ଦିଏ। ଆଜି ତା ଚାହିଦା କାହିଁ? ନନା କ୍ରମଶଃ ବଡ଼ ସାଇକେଲ ବିକି ଛୋଟ ସାଇକେଲଟିଏ କିଣିଲେ। ତାଙ୍କ ବୟସ ଓ ବହପକୁ ଚାହିଁ ଏ ସାଇକେଲଟି ଅନୁକୂଳ ଥିଲା। ପରିଣତ ବୟସରେ ମଧ୍ୟ ସେ ସାଇକେଲ ଚଲାଉଥିଲେ। 2001 ବେଳକୁ ମୋ ପାଇଁ ନନା ଗୋଟିଏ ବଜାଜ ବକ୍ସର AR ମୋଟରସାଇକେଲ କିଣିଲେ। ଗୋଟିଏ ତୋକ ଖରାରେ ମୁଁ ଓ ମୋର ଭିଣେଇ ବିଭୂତି ଭାଇନା ତଥା ବନ୍ଧୁ କୁନୁ ଗୁରୁଜୀ ତିନିହେଁ ଯାଇ ଏଇ ଗାଡ଼ିଟିକୁ ଜଗତସିଂହପୁରରୁ ଖରିଦ କରିଥିଲୁ। ସେତେବେଳେ ହିରୋ ହୋଣ୍ଡା କିଣିବାକୁ ଲାଇନ୍ ଲଗାଇବାକୁ ପଡ଼ୁଥିଲା ବୋଲି ଆମେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କିଣିଥିଲୁ। ତା ପୂର୍ବରୁ ଗୋଟିଏ ଲୁନା ସୁପର ବି ନନା କିଣିଥିଲେ। ଯାହା ହଉ, ନନାଙ୍କ ସାଇକେଲ ଚଲାରେ କିନ୍ତୁ ବିରାମ ନଥିଲା। ପାଖାପାଖି ନନାଙ୍କୁ 80 ବର୍ଷ ବେଳକୁ ତାଙ୍କର ହାର୍ନିଆ ଓ ପ୍ରୋଷ୍ଟେଟ୍ ଗ୍ରନ୍ଥି ବୃଦ୍ଧିଜନିତ ଅସୁବିଧା ବହୁତ ବଢ଼ିଗଲା। ମୋ ବଡ଼ ଭିଣେଇ ତ୍ରିଲୋଚନ ଭାଇନାଙ୍କ ସହାୟତାରେ ପ୍ରଫେସର ଦତ୍ତେଶ୍ୱର ହୋତାଙ୍କ କ୍ଲିନିକରେ ତାଙ୍କର ଏକାଥରେ 2ଟି ଯାକ ଅସ୍ତ୍ରୋପଚାର କରାଗଲା। ଏ ବୟସରେ ଡାକ୍ତରଙ୍କ ପାଇଁ ସେତେବେଳେ ଏ କାମଟି ଆହ୍ୱାନମୂଳକ ଥିଲେ ବି ସ୍ୱାସ୍ଥ୍ୟର ପ୍ରାରମ୍ଭିକ ସୂଚକାଙ୍କ ରକ୍ତଚାପ, ରକ୍ତ ଶର୍କରା, ଇସିଜି ଆଦି ଠିକ୍ ଥିବାରୁ ଡକ୍ଟର ହୋତା ଏହାକୁ ସୁଚାରୁ ରୂପରେ ତୁଲେଇ ପାରିଥିଲେ। ନନା ଖୁବ୍ ଶୀଘ୍ର ସାଧାରଣ ଅବସ୍ଥାକୁ ଆଇସିୟୁ କି ଅମ୍ଳଜାନର ଆବଶ୍ୟକତା ନନା ଖୁବ୍ ଶୀଘ୍ର ସାଧାରଣ ଅବସ୍ଥାକୁ ଆସି ଧାର୍ଯ୍ୟ ସମୟ ପୂର୍ବରୁ ଡାକ୍ତରଖାନାରୁ ବାହାରି ଆସିବାରେ ଉଭୟ ଡାକ୍ତର ଓ ରୋଗୀଙ୍କର ସହଯୋଗିତା ଗୁରୁତ୍ୱପୂର୍ଣ୍ଣ ଥିଲା। ନନାଙ୍କୁ ଆଇସିୟୁ କି ଅମ୍ଳଜାନର ଆବଶ୍ୟକତା ଆଦୌ ପଡ଼ିନଥିଲା, ଯଦିଓ ନନାଙ୍କ ଚିରାଚରିତ ଛାନିଆପଣ ମୋ ଭଳି ଛେରୁଆ ରୋଗୀ ସହାୟକଙ୍କ ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଆଶଙ୍କା ଉପୁଜାଇବାକୁ ପ୍ରଚୁର ଥିଲା। ସେଇଠି ଡାକ୍ତର ହୋତା ନନାଙ୍କୁ ଶପଥ କରାଇଥିଲେ ସାଇକେଲ ନ ଛୁଇଁବାକୁ। ନନା ମୁହଁ ଶୁଖେଇ ଦେଲେ, ବଡ଼ ବିକଳ ଲାଗିଲେ। ମୋତେ ପଚାରିଲେ, ମୋତେ କିଏ ସବୁଦିନ ସହରକୁ ନବ? ଜଗତସିଂହପୁର ସହର ନଗଲେ ମୁଁ କ'ଣ ଶାନ୍ତିରେ ରହିପାରିବି? ନନାଙ୍କୁ ଆମେ ସାନ୍ତ୍ୱନା ଦେଲୁ ସତ, ତାଙ୍କ ଇଚ୍ଛା ସବୁବେଳେ ପୂରଣ କରିପାରିଲୁ ନାହିଁ। ପର ଉପରେ ନିର୍ଭର କରି ସେ ବଡ଼ କଲବଲ ହେଲେ। ମୁଁ ବାହାରେ ଚାକିରି କରିଥାଏ। ଘରକୁ ଗଲେ ଅନେକ ସମୟରେ ନନା ଅନେକ ଲୋକଙ୍କୁ ଖୋସାମତି କରି ତାଙ୍କୁ ସାଇକେଲରେ ନେଇଯିବାକୁ କହିଛନ୍ତି ବୋଲି ଉପକାରକର୍ତ୍ତାଙ୍କ ନାସିକା କୁଞ୍ଚନ ସହ ଶୁଣିଥାଏ।
ସେମାନେ ଗୋଟିଏ ମୂଲ୍ୟବାନ ପରାମର୍ଶ ବି ତା ସହ ଯୋଡ଼ିଥାନ୍ତି, ତୋ ପାଖକୁ ନେଇଯାଉନୁ। ଘରେ ବି ନନା ତାଙ୍କ ଭଳି ବୁଢ଼ା ମଣିଷଙ୍କୁ ନେଇଯିବାକୁ କେହି ମଙ୍ଗୁନାହାନ୍ତି ବୋଲି ମୋ ଆଗରେ ପ୍ରକାଶ କରନ୍ତି। ଏହାର ସମାଧାନ ମୋ ପାଖରେ କିଛି ନଥାଏ। ନନା ଗାଁ ଛାଡ଼ି ମୋ ପାଖକୁ ଯାଇପାରନ୍ତି ନାହିଁ। ସାଇକେଲ ଘରେ ଥୁଆ ହୋଇ ଖତ ହେବା ଅପେକ୍ଷା ନନା ତାକୁ ମଳିକ ଘର ଜଣେ ପିଲାକୁ ଶାଗ ମାଛରେ ଦାନ କରି ଦେଇଥାନ୍ତି। ମୁଁ ଘରକୁ ଗଲେ ଅଗତ୍ୟା ତା ଠାରୁ ମୋଟର ସାଇକେଲ ମାଗି ଚଲାଏ, ନହେଲେ ଘର ଦାଣ୍ଡ ପିଣ୍ଡାରେ ବସି ଖଳାବାଡ଼ି ପୋଖରୀ କୂଳକୁ ଚାହିଁ ରହେ। ନନା ମୋ ସହିତ ଗଲେ ଢେଙ୍କାନାଳ। ବୋଉ, ମୋ ସ୍ତ୍ରୀ, ବର୍ଷକର ଝିଅ ସହ ଏକାଥରେ ଆମେ ବୁହା ହୋଇ ଗାଁ ଛାଡ଼ି ଢେଙ୍କାନାଳ ଆସିଲୁ। ସେଦିନ ନନା ଗଛଲତାକୁ କହି ଲୁହ ଗଡ଼େଇ ଆସୁଥାନ୍ତି। ଆମ କ୍ୱାର୍ଟରରେ 2 ମାସ ପାଖାପାଖି ରହିବା ପରେ ପୁଣି ନନା ବୋଉ ସକସକ ହୁଅନ୍ତି ଗାଁକୁ ଆସିବାକୁ। ଖଜଣା, ଜମିବାଡ଼ି, ପୋଷ୍ଟ ଅଫିସ, ପେନ୍ସନ୍, ପୋଖରୀ ପୋତା ଆଦି ନାନା ରକମ କାମର ଆଳରେ ନନା ବାରମ୍ବାର ଆସନ୍ତି। କାମ ସରେ ନାହିଁ। ରୋଗ ଆସେ, ବଢ଼େ। ମୁଁ ବିଚଳିତ ହୁଏ। ସେ ଦୁହିଁଙ୍କୁ ଆଣେ, ଚିକିତ୍ସା କରେ। ଟିକିଏ ସଜ ହେଇଗଲେ ଯାହା ସେଇ ତନ୍ଦରା ଅବସ୍ଥା। ନନାଙ୍କୁ ଯଦି କେବେ ଚିଡ଼ିକି ପଦେ କହିଦିଏ, ସେ କେବଳ ପଦଟେ କହନ୍ତି, ମୁଁ ଯଦି ସାଇକେଲ ଚଲେଇ ପାରୁଥାନ୍ତି ନା, ଘର ଛାଡ଼ି ଆସିଥାନ୍ତି କାହିଁକି? ନନା ସାଇକେଲ ଚଢ଼ା ଛାଡ଼ିବା ପରେ ବ୍ୟାଧିମାନ କାହିଁ କୁଆଡ଼ୁ ଚାଲି ଆସିଲେ। ଶେଷରେ ଆଣ୍ଠୁ ବ୍ୟାଧି ଓ ମାନସିକ ରୋଗ ନନାଙ୍କୁ ଯମଘର ଦେଖାଇଲା। ନନାଙ୍କ ସୁସ୍ଥତାର 2ଟି ହେତୁ ଥିଲା, ପ୍ରତ୍ୟହ ପ୍ରାଣାୟାମ ଓ ସାଇକେଲ ଚାଳନା। ନନାଙ୍କ ସାଇକେଲ ଏବେ ମାଟିରେ ମିଶିଯିବଣି। ସାଇକେଲର ମାଲିକ 4 ବର୍ଷ ତଳୁ ଦେହ ଛାଡ଼ିଲେଣି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ଯଶସ୍ୱୀ କଥାକାର ଗୋପାଳ କୃଷ୍ଣ ଆଚାର୍ଯ୍ୟଙ୍କୁ, ଯାହାଙ୍କ ଗଳ୍ପର ଶୀର୍ଷକ ଥିଲା ନନାଙ୍କ ସାଇକେଲ। ଗପଟି କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।